ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 19/11/24 ଠାରୁ 23/11/24 ପର୍ଯ୍ୟନ୍ତ ପୂର୍ବ ଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବ ଭାରତରେ 64 ବିଶ୍ୱବିଦ୍ୟାଳୟର ପ୍ରାୟ 900 ଜଣ ଖେଳାଳି ଏବଂ ମ୍ୟାଚ୍ ଅଧିକାରୀ ଏଥିରେ ଭାଗ ନେବେ। ଓଡ଼ିଶାରୁ 13ଟି, ଛତିଶଗଡ଼ରୁ 10ଟି, ପଶ୍ଚିମବଙ୍ଗରୁ 9ଟି, ବିହାରରୁ 10ଟି, ଉତ୍ତରପ୍ରଦେଶରୁ 6ଟି, ଝାଡ଼ଖଣ୍ଡରୁ 7ଟି, ମଣିପୁରରୁ 2ଟି, ଆସାମରୁ 3ଟି, ତ୍ରିପୁରାରୁ 2ଟି, ମିଜୋରାମ ଓ ସିକିମରୁ ଗୋଟିଏ ବିଶ୍ୱବିଦ୍ୟାଳୟ ଏଥିରେ ଭାଗ ନେଉଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରସ୍ତୁତି ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାରିପଦା ତଥା ବିଶ୍ୱବିଦ୍ୟାଳୟରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିବାକୁ ଯାଉଥିବାରୁ ଛାତ୍ରଛାତ୍ରୀଗଣ ଓ କ୍ରୀଡ଼ା ପ୍ରେମୀଗଣ ବେଶ୍ ଉତ୍ସାହିତ ଅଛନ୍ତି। ଏହା ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟ 2 ଥର ପୂର୍ବ ଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଆୟୋଜିତ କରିସାରିଛି। ଏହି କ୍ରୀଡ଼ା ମହୋତ୍ସବକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ସୁଖଦେବ ତରଇ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ, ଉପନିର୍ଦ୍ଦେଶକ ଡକ୍ଟର ଶିଶିର ବେହେରା ଓ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଅଧ୍ୟୟନରେ ଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଖେଳ ଶିକ୍ଷକ, ଖେଳାଳିଗଣ, ମୟୂରଭଞ୍ଜର ଜନସାଧାରଣ, ଜିଲ୍ଲାର ସମସ୍ତ ଅଧିକାରୀ, ଖେଳପ୍ରେମୀ ଏହାକୁ ସ୍ୱାଗତ କରିଛନ୍ତି। ମୟୂରଭଞ୍ଜ ବାରିପଦାରୁ ଗୌର ଦାସ ଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।